ଆଜି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଜିଲ୍ଲାପାଳ ଓ ଏସ୍ପିଙ୍କର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ସୁନାପଡ଼ା ବ୍ଲକ ସଭାଗୃହଠାରେ ନୂଆପଡ଼ା ଜିଲ୍ଲା ମଧୁସୂଦନ ଦାସ ଓ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଅମୃତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଥିଲା। ଉକ୍ତ ଶିବିରରେ 73ଟି ଶୁଣାଣି ହୋଇଥିଲା। ସେଥିମଧ୍ୟରୁ 59ଟି ବ୍ୟକ୍ତିଗତ ଓ 14ଟି ସାମୂହିକ ଶୁଣାଣି ହୋଇଥିଲା। ନୂଆପଡ଼ାରୁ ବନ ମେହରଙ୍କ ରିପୋର୍ଟ ONI।